श्रीमद्भागवत तृतीय स्कंद षोडश अध्याय ब्रह्म उवाच एमंते मुनिक वचन शुणी संतोष भगवान मुनिक मुख चाहि भणी मंजु कोमल सुधावाणी श्री भगवान उवाच जय विजय बेनिभ्राते मो द्वारे थांती अविरते मोरुपासन मान मन द्वारी अटंती बेनिजन कल्पना करी एबे मते कोप दंशिला तुम्भ चिते ए ब्रह्म दंड ए पाइले अन्यथा नुहे कार बोले मो प्रश्न मंत्र कली चिते देवदल न अनुमते असाधु कर्म जे करती मो अपराध दंड पाती ता जय संसारे प्रकाशी व्याधि जे सने रूप नासी ଯାହାର ଗୁଣାଏ ସଂସାରେ ଯେହ୍ନେ ନିର୍ମଳ ସାଧୁ ଧୀରେ ଶ୍ରବଣ ଫୁଟେ କରି ପାନ ସଂସାରୁ ତରେ ସର୍ବଜନମ ସେ ବୈକୁଣ୍ଠ ନାଥ ମୋହି ତୁମ୍ଭର ଭାବ ହୃଦେ ବହି ତୁମ୍ଭର କୋପେ ଅତିରେକେ ମିଳିଲୁ ତୁମ୍ଭର ସମୀପେ ତୁମ୍ଭର ଭାବ ଦୂର କରି ଅତ୍ୟନ୍ତ କୋପ ହୃଦେ ଧରି ବहिले ଦ୍ୱାର ପାଳ ଦଣ୍ଡେ ବ୍ରାହ୍ମଣ ତେଜରୁ ପ୍ରଚଣ୍ଡେ ଯାପାଦ ରେଣୁ ଆଶ୍ରୟ କରି ସେବନ୍ତି ଚାହିଁ ବ୍ରହ୍ମଚାରୀ ମନ ପ୍ରାଙ୍ଗଣେ ମନ ହରେ ସକଳ ପ୍ରାଣୀ କି ନିସ୍ତରେ ମୋ ରୂପେ କମଳା ନିରତେ ପ୍ରେମାନୁଜାତ ହୃଦଗତେ ମୋତେ ବ୍ରାହ୍ମଣ ବେଦ ମାର୍ଗେ ଯଜ୍ଞ ପୂଜନ୍ତି ଆବିର୍ଭାବେ ଦଧି ଓ ଦାନେ କୃତ ପଥେ ମଧୁ ସଂଯୁକ୍ତେ ବେଦ ମତେ ଏଣେ ମୋହର ତୋଷ ନାହିଁ ବ୍ରାହ୍ମଣ ଦେହେ ମୋହି ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ ମୋହି ଭକ୍ଷ ହି ତା ପ୍ରତ୍ୟକ୍ଷେ ବ୍ରାହ୍ମଣ ପାଦର ଜବଳେ ମୁଁ ଏ ସଂସାର ଜନ ମିଳେ ବ୍ରାହ୍ମଣ ପାଦ ରେଣୁ ବହି ସଂସାର ହିତେ ମୋର ଦେହି ବ୍ରାହ୍ମଣ ଦୋଷ ଯେବା ସହେ ତା ପାଦ ଜଳ ଅର୍ଘ୍ୟ ଦହେ ଚନ୍ଦ୍ର ସହିତେ ଅତିରେକେ ପବିତ୍ର ହନ୍ତି ତିନି ଲୋକେ ବିପ୍ର ଶରୀର ମୋର ତନୁ ଏଣୁ ଦୁଃସହ ବିପ୍ରମନ୍ୟୁ ଯେ ଭେଦ ବୁଦ୍ଧି ନ ବିଚାରି ମୋତେ ଚିନ୍ତନ୍ତି ଜ୍ଞାନ କରି ବ୍ରାହ୍ମଣ ଅପରାଧ କଲେ କେବେ ହେଁ ସଂସାର ନ ତରେ ବ୍ରାହ୍ମଣ ଗାଭୀ ଦୁଗ୍ଧମତି ରକ୍ଷକ ହୀନ ପ୍ରାଣୀ ଚିନ୍ତି ଏ ଯେ ଅଟନ୍ତି ମୋ ଶରୀର ଏ କଥା ନିଶ୍ଚୟ ଆମ୍ଭର ଏହାଙ୍କୁ ଭେଦ ସୃଷ୍ଟି କଲେ ପାପ ନାଶଇ ଦୃଷ୍ଟି ଭଲେ ଯମର ଗୃଧ୍ର ରୂପୀ ଦୂତ ଚଞ୍ଚୁରେ ନାଶେ ଦୃଷ୍ଟି ପଥ ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି ଏ ଭବ ସିନ୍ଧୁ ନ ତରନ୍ତି ତୁମ୍ଭର ଗତି ଭଜି ନିତ୍ୟେ ଭ୍ରମନ୍ତି ଘୋର ମାୟା ପଥେ ତୁମ୍ଭେ ବ୍ରହ୍ମ ଶାପ ଫଳେ ତୃତୀୟ ପାପ ଦୁଷ୍ଟ ଗୁଳେ ଦୁଷ୍ଟ ଆଚାର କର୍ମ କରି ଧର୍ମ ଅଧର୍ମ ନ ବିଚାରି ଏବେ ବିପ୍ରଙ୍କର ତୋଷେ ପୁଣି ମିଳିବ ମୋର ପାଶେ ପୁଣି ମୁଁ ତୁମ୍ଭ ଉପକାରେ ବହିବି ଶରୀର ସଂସାରେ କରିବି ତୁମ୍ଭକୁ ନିସ୍ତାର ଏମନ୍ତ କହି ଚକ୍ରଧର ଏମନ୍ତେ ବିଷ୍ଣୁ ମୁଖୁ ବାଣୀ ସନ୍ତୋଷେ ବିପ୍ରବର ଶୁଣି ବିଷ୍ଣୁର ଭକ୍ତି ହୃଦେ ବହି କହନ୍ତି ଶିରେ କର ଦେଇ ଦ୍ୱାରପାଳ ଉବାଚ ବୋ ଦେବ ଦେବ ଲକ୍ଷ୍ମୀପତି ଆମ୍ଭେ ନ ଜାଣ ତୋର ଗତି ଆମ୍ଭକୁ ଅନୁଗ୍ରହ କରି ଯାହା କହିଲ ନରହରି ବ୍ରାହ୍ମଣ ଦେବତା ମହିମା ତୋ ଗତି ନ ଜାଣନ୍ତି ବ୍ରହ୍ମା ତୁ ପୁଣି ବିପ୍ରଦେବଙ୍କର ଆତ୍ମା ସୁହୃଦ ଶକ୍ତିଧର ସକଳ ଘଟେ ତୋର ବାସ ତୁ ନାଥ ସର୍ବଜ୍ଞ ପୁରୁଷ ଧର୍ମ ତୋ ଶରୀର ପ୍ରକାଶ ଯେ ଧର୍ମେ ସୃଷ୍ଟି ପାପ ନାଶ ତୁ ନାଥ ନିର୍ବିକାର ବ୍ରହ୍ମ ଯେ ଦେବ ଦେବ ବୁଦ୍ଧି କର୍ମ ତାହାଙ୍କ ଅନୁଗ୍ରହେ ଜନ୍ମ ଧନ ସଞ୍ଚୟ ଦେଇ ମନ
ତୋ ପାଦ ପଦ୍ମ ସେବା ଫଳେ ମୃତ୍ୟୁ ଜିଣାଇ ମୁହେଳେ। ତୁ ଅଟୁ ଏମନ୍ତ ପୁରୁଷ ଅନ୍ୟର ଅନୁଗ୍ରହେ ଆସ। ଅନ୍ୟାନ୍ୟ ଅର୍ଥ କାମୀ ଜନ ଲକ୍ଷ୍ମୀ ସେବନ୍ତି ଅନୁଦିନ। ସେ ଲକ୍ଷ୍ମୀ ତୋହର ସେବାରେ ଲିପ୍ତ ଥାନ୍ତି ସଦାକାଳେ। ଏମନ୍ତ ମୁନିଙ୍କ ବଚନ ଶୁଣି ସନ୍ତୋଷ ଭଗବାନ। ବ୍ରହ୍ମ ସ୍ୱଭାବ ଚିତ୍ତେ ବହି କହନ୍ତି ବିପ୍ରଙ୍କୁ ଅନାହି। ଜୟ ବିଜୟ ବେନି ଭାଇ ତୁମ୍ଭ ଚରିତେ କ୍ରୋଧ ହୋଇ। ଅସୁର ଯୋନି ପାଇବେ ସୁହୃତ କର୍ମ ଆଚରିବେ। ପୁଣି ଯେମନ୍ତେ ମୋର ପୁରେ ସୁବର୍ଣ୍ଣ ବେତ ଧରି କରେ। ପୁଣି ଏ ବୈକୁଣ୍ଠର ପାଶେ ଯେବେ ତୁମ୍ଭର ମନ ତୋଷେ। ସେବାଚାରୀ ମୋହର ନନ୍ଦନ ତକ୍ଷଣେ ଆନନ୍ଦ ବଚନ। ବିଷ୍ଣୁର ମୁଖ ଶୁଣି ଦୋଷେ ବେଗେ ମିଳିଲେ ବିଷ୍ଣୁ ପାଶେ। ସ୍ୱଭାବେ ବିଷ୍ଣୁର ଭୁବନେ ଯହିଁ ନ ଯାଆନ୍ତି ଦୁଷ୍ଟ ଜନେ। ବିଷ୍ଣୁର ପାଦେ ସେ ମିଳିଲେ ଆନନ୍ଦେ ନିଜ ସ୍ଥାନେ ଗଲେ। ଦ୍ୱାରପାଳଙ୍କ ମୁଖ ଚାହିଁ କହନ୍ତି ପ୍ରଭୁ ଭାବଗ୍ରାହୀ। ତୁମ୍ଭେ ଯେ ଧରଣୀ ମଣ୍ଡଳେ ଜନ୍ମିବ ଅସୁରଙ୍କ କୋଳେ। ତୁମ୍ଭ କୁଶଳ ମୁଁ କରିବି ତୃତୀୟ ଜନ୍ମେ ଉଦ୍ଧାରିବି। ଏତକୁ ଶୋଚନା ନ କର ମୋର ବଚନ ଦୃଢ଼େ ଧର। ମୁଁ ଅବା ସମର୍ଥ ଅଟଇ ବ୍ରାହ୍ମଣ କୋପକୁ ଡରଇ। ସେ କଥା କମଳ ସମୀପେ କହି ମୁଁ ଅଛି ପୂର୍ବକଳ୍ପେ। ବ୍ରହ୍ମ ହେଳନ ନ କରନ୍ତି ମୋହ ଦୋଷରେ ସେ ଭ୍ରମନ୍ତି। ତୁମ୍ଭର ଧାରଣା ନିମନ୍ତେ ମୁଁ ଦେହ କହି ବହିବି ଜଗତେ। ଯେ କୀର୍ତ୍ତି ରହିବ ମୋ ଯଶ ଶୁଣନ୍ତି ପାପ ଯିବ ନାଶ। ମୋ କଥା ଭୁବନ ପାବନି ଯେ ଭୂମି ମଧ୍ୟେ ଦେହ ଘେନି। କରିବେ ଶ୍ରବଣ କୀର୍ତ୍ତନ ଶୁଣି ତରିବେ ସର୍ବଜନ। ଏମନ୍ତ ଦ୍ୱାରପାଳ କହି ନିଜ ଭୁବନେ ଭାବଗ୍ରାହୀ। ବସିଲେ କମଳର ମିଳେ ଆବୃତ ବିମାନ ସଂକୁଳେ। ସେ ଦ୍ୱାରପାଳ ବେନି ଭାଇ ଭାଳନ୍ତି ଚାରିଦିଗେ ଚାହିଁ। ତକ୍ଷଣେ ଅଧର ଶୁଖିଲା ଆତ୍ମାକୁ ବିଷ୍ଣୁ ତେଜ ଗଲା। ତକ୍ଷଣେ ହତଗର୍ବ ହୋଇ ଅଧୋବଦନେ ବେନି ଭାଇ। ବିଷ୍ଣୁର ଭୁବନୁ ପଡ଼ନ୍ତି ହାହା ଶବଦ ଶୂନ୍ୟ ପଥେ। ବିଷ୍ଣୁର ଭୁବନୁ ପଡ଼ନ୍ତେ ହାହା ଶବଦ ଶୂନ୍ୟ ପଥେ। ସେ ବେନି ବୀର ଏକ ଭାବେ ତକ୍ଷଣେ ପଶି ଦିତି ଗର୍ଭେ। କଶ୍ୟପ ବୀର୍ଯ୍ୟେ ଆଶ୍ରେ କରି ଏଣୁ ଭୁବନ ଲୋକେ ଡରି। ସେ ବେନି ଅସୁରଙ୍କ ଦର୍ପେ ତିନି। ସେ ବେନି ଅସୁରଙ୍କ ଦର୍ପେ ଦିତି ଭୁବନ ଦିଶେ କଳ୍ପେ। ସେ ବିଷ୍ଣୁ ସୃଷ୍ଟିର କାରଣ ଅନାଦି ପ୍ରଭୁ ନାରାୟଣ। ଯା ମାୟା ନ ଜାଣନ୍ତି କେହି ସଂସାର ମଧ୍ୟେ ଦେହ ବହି। ଆମ୍ଭେ ସକଳ ଯେ ଚରଣେ ଆଶ୍ରୟ କରି ଭୃତ୍ୟପଣେ। ଏ ଭବ ଘୋର ଭୟଙ୍କର ଖଣ୍ଡିବେ ପ୍ରଭୁ ଚକ୍ରଧର। ଏମନ୍ତେ ଦେବଗଣ ମଧ୍ୟେ ବିଧାତା କହିଲେ ଆନନ୍ଦେ। ସେ ହରି ବ୍ରାହ୍ମଣ ବତ୍ସଳେ ସୌଜନ୍ୟ ଚିନ୍ତ ଧ୍ୟାନ ବଳେ। ଶ୍ରୀକୃଷ୍ଣ ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ବୟାସିକଂ ତୃତୀୟ ସ୍କନ୍ଧେ ଜୟ ବିଜୟ ଶାପ ବନ୍ଦନେ ନାମ ଷୋଡ଼ଶ ଅଧ୍ୟାୟः।